ସେଦିନ ଆମେ ଉପରଓଳି ବାହାରିଥିଲୁ ବନ୍ୟାଞ୍ଚଳର ଭିଜୁଆଲ ପାଇଁ। ବାହାରୁ ବାହାରୁ ଘର ଲୋକଙ୍କର ଫରମାଇଶ ଥିଲା ଆସିଲା ବେଳକୁ କିଛି ଛଣାଛଣି ନେଇ ଆସିବୁ। ବର୍ଷା ପାଗଟା ହେଇଛି ନା। ଥାନା ଛକରେ ପହଞ୍ଚିଲା ପରେ ଦେଖିଲି ଛଣାଛଣି ଦୋକାନରେ ପ୍ରାୟ ଲମ୍ବା ଲାଇନ ଲାଗିଛି। ଲୋକେ ସବୁ ବର୍ଷାରେ ଛଣାଛଣି ଖାଇବାରେ ମଜା ନେଉଛନ୍ତି। କିଏ ଚାହା ଦୋକାନରେ ଭିଡ଼ କରିଛି ତ କିଏ କୋଉଠି ଚାଇନିଜ ଦୋକାନରେ ଭିଡ଼ କରିଛି। ସେଇଠି ମୁଁ ବି ଭାବିଲି ମୁଁ ଛଣାଛଣି କିଛି ନେଇନି, କାହିଁକି ନା ଫେରିଲା ବେଳକୁ ହୁଏତ ରାତି ହେଇଯାଇଥିବ। ଛଣାଛଣି ନେଲା ପରେ ଆମେ ପହଞ୍ଚିଲୁ ଯାଇ ଗୋଟେ ବନ୍ୟା ବିପତ୍ତି ଅଞ୍ଚଳରେ। ସେଠି ନୌକା ମାଧ୍ୟମରେ ଆମେ ଆଗେଇ ଚାଲିଲୁ। କିଛି ବାଟ ଗଲା ପରେ ଦେଖିଲି ଗୋଟେ ଭଙ୍ଗା ଘରଟି ଦେଖାଯାଉଛି। ନୌକା ଭାଇନାଙ୍କୁ କହିଲେ ଭାଇ ଟିକେ ସେଇ ଘର ଆଡ଼କୁ ନେଇଗଲେ। ମୁଁ ସେଠୁ ଭିଜୁଆଲ ନେଇଗଲୁ, ଦେଖିଲି ଜଣେ ମଉସା ପାଣି ଭିତରକୁ ପଶି ଆସୁଛନ୍ତି ସେଇ ଘର ଭିତରୁ। ମୁଁ ଟିକେ ହାଙ୍କ ମାରି କହିଲି ଜୋରସେ, ବୋଲି ମଉସା ରୁହନ୍ତୁ, ଆମେ ଯାଉଛୁ ଆପଣଙ୍କ ପାଖକୁ। କିନ୍ତୁ ମଉସା କିଛି ନ ଶୁଣି ଆମ ନୌକା ପାଖକୁ ଦୌଡ଼ି ଆସିଲେ। ମଉସା କହିଲେ ଭାଇ କ'ଣ ଆପଣ ସରକାରଙ୍କ ତରଫରୁ ଆସିଛନ୍ତି, କିଛି କିଛି ଆଣିଛନ୍ତି ଆମ ପାଇଁ? ମୁଁ ସେତିକି ସମୟ କହିଲି ମଉସା ନା ନା, ଆମେ ମିଡ଼ିଆ ବାଲା, ଆମେ ଆପଣଙ୍କର ଏଠି କ'ଣ କେମିତି ଅଛନ୍ତି, କେମିତି କଷ୍ଟରେ ଅଛନ୍ତି ତାହାରି ଭିଜୁଆଲ ନେବା ପାଇଁ ଆସିଛୁ। ସେତିକି ସମୟରେ ମଉସା ମୋତେ କହିଲେ, ଓହୋ, ତାଙ୍କ ମନଟା ପୁରା ଶୁଖି ଯାଇଥିଲା। ମୁଁ ଦେଖିଲି। ମଉସାଙ୍କୁ ପଚାରିଲି, ମୁଁ କହିଲି କ'ଣ ହେଲା, ସରକାରୀ ବାବୁଙ୍କ ପାଖରେ କ'ଣ କାମ କ'ଣ ଥିଲା ନା କିଛି ସରକାରୀ ବାବୁ କିଛି ନେଇ ଆସିଥାନ୍ତେ? ପଚାରିଲା ପରେ ମଉସା କହିଲେ 5-6 ଦିନ ଆଗରୁ ଚୁଡ଼ା ଗୁଡ଼ ଦେଇ ଯାଇଥିଲେ, କହିଥିଲେ ପୁଣି ଆସିବେ। ଚୁଡ଼ା ଗୁଡ଼ ତ ସରିବାକୁ ବସିଲାନି। ଆମେ ବୁଢ଼ା ବୁଢ଼ୀ ତ ମଲା ସେଜରେ ଶୋଇଛୁ, କେତେବେଳେ ଚାଲିଯିବୁ କିଛି ଭରସା ନାହିଁ। କିନ୍ତୁ ମୋ ପାଖରେ ନାତି ନାତୁଣୀ 2ଟା ଅଛନ୍ତି। ବାପା ମା ତାର ବାହାର ରାଜ୍ୟରେ କାମ କରୁଛନ୍ତି। ସେମାନଙ୍କ ଭୋକ ତ ଦେଖିଲା ବେଳକୁ ଆମେ ସହିପାରୁନୁ। ସେଇଥିପାଇଁ ଭାବିଲି କି ସରକାରୀ ବାବୁ ଆସିଛନ୍ତି, ସହାୟତା ଆଶାରେ ଆପଣଙ୍କ ନୌକା ଆଗକୁ ଦୌଡ଼ି ଆସିଲି। ଏତିକି ଶୁଣିଲା ପରେ ମନଟି ମୋର ହଠାତ୍ ଦୁଃଖ ହେଇଗଲା। ସାଙ୍ଗେ ସାଙ୍ଗେ ବେଗ୍ ଭିତରୁ ଗୋଟେ ଖୋଜାଖୋଜି କଲା ପରେ ଗୋଟେ ବିସ୍କିଟ୍ ପ୍ୟାକେଟ୍ ଆଉ ଯେଉଁ ଛଣାଛଣି ଜିନିଷ ସବୁ ଆଣିଥିଲି ମଉସାଙ୍କ ହାତକୁ ବଢ଼େଇଦେଲି। ମଉସା ଭାରି ସ୍ୱାଭିମାନୀ। ମଉସା କହୁଛନ୍ତି ନାଇଁ ପୁଅ, ଏଇଟା ତ ଘର ପାଇଁ ଆଣିଛୁ, ତୁ ନେଇଯା। ମୁଁ କହିଲି ମଉସା, ମୁଁ ଯିବା ବେଳେ ପୁଣି ପାଇଯିବି, କିନ୍ତୁ ଆପଣ କୋଉଠୁ ପାଇବେ କହିଲେ? ଆଜି ରାତିକା ପାଇଁ ତ ଏଥିରେ କିଛି ଚଳିଯିବ ଆପଣଙ୍କ ପିଲାମାନଙ୍କର। ମଉସା ଏତିକି ଶୁଣି ଟିକେ ହସି ଧରି ନେଇ ଚାଲିଗଲେ ଘର ଭିତରକୁ। ମଉସାକୁ କଥା ବି ଦେଇ ଆସିଥିଲି। ମୁଁ କହିଲି ବହୁତ ଜଲ୍ଦି ମୁଁ ପ୍ରଶାସନକୁ କହି ବ୍ୟବସ୍ଥା କରେଇବି ଆପଣଙ୍କୁ ଖାଇବା ପାଇଁ, ଆଉ ଯଦି ନହେଲା ମୁଁ ଆସିବି ଆପଣଙ୍କ ପାଖକୁ ନିହାତି। ଏତିକି କହି ଫେରି ଆସିଲା ବେଳେ ମନରେ ହଜାର କଥା ମୋତେ ଘୁରି ବୁଲୁଥିଲା। ଭାବୁଥିଲି କୋଉଠି ବର୍ଷାର ଲୋକେ ମଜା ନେଉଛନ୍ତି, ଚା ପିଆଜି ପକୁଡ଼ି ଖାଇ, କିଏ ମାଛ ଧରୁଛି ଜାଲ କରି, ଆଉ କୋଉଠି ଲୋକେ ଏମିତି ଅଛନ୍ତି ଯାହାଙ୍କ ପରିବାର 2 ମୁଠା ମୁଢ଼ି ପାଇଁ ବି ସେମାନେ ଡହଳ ବି